ପ୍ରେମରେ ବାରମ୍ବାର ଧୋକା ଖାଉଛନ୍ତି କି? ପ୍ରେମ ପାଇଁ ସାରା ରାତି କାନ୍ଦୁଛନ୍ତି କି? ପ୍ରେମ କରି ଭୁଲ କଲେ ବୋଲି ଭାବୁଛନ୍ତି କି? ତେବେ ଆଉ ବ୍ୟସ୍ତ ହୁଅନ୍ତୁନି କି ସାରା ରାତି ଆଖିରୁ ଲୁହ ଗଡ଼ାନ୍ତୁନି। ଯଦି ଆପଣ ପ୍ରେମରେ ଧୋକା ଖାଇଛନ୍ତି ତେବେ ଆପଣଙ୍କୁ ମିଳିବାକୁ ଯାଉଛି ଏହି ସଫଳତା। ହଁ ଆଜ୍ଞା, ଅନେକ ସମୟରେ ଅନେକ ଜଣ କୁହନ୍ତି ପ୍ରେମ କରି ଭୁଲ କରିଥିଲି। ଯେଉଁ ପ୍ରେମକୁ ଏ ମଣିଷ ପାଇବା ପାଇଁ ସାତ ତପସ୍ୟା କଲା ଭଳି ନିଜ ପ୍ରେମକୁ ପାଇଥାଏ, ଆଉ ସେହି ପ୍ରେମ ଯେତେବେଳେ ଛାଡ଼ିକି ଚାଲିଯାଏ ସେତେବେଳେ ଏ ଆଖିର ଲୁହ କେବଳ ନିଜ ସାଥିରେ ରହିଥାଏ। ତେବେ ଦର୍ଶକ ବନ୍ଧୁ, ଏନେଇ ଚାଣକ୍ୟ ନୀତିରେ ଚାଣକ୍ୟଙ୍କ ଦ୍ୱାରା ଏକ ନୀତି ଗ୍ରନ୍ଥ ରହିଛି, ଯେଉଁଥିରେ ଚାଣକ୍ୟ ମନୁଷ୍ୟ ଜୀବନର ସାମାଜିକ ବ୍ୟବହାରର ସବୁ ନିୟମ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟଙ୍କ ଏହି ନୀତି ଆପଣଙ୍କ ଜୀବନରେ କୌଣସି ନା କୌଣସି କାମରେ ନିଶ୍ଚିନ୍ତ ଆସିବ। ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି 5ଟି ଚାଣକ୍ୟ ନୀତି ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ବି ଜାଣିନଥିବେ। ତେବେ ପ୍ରେମ କରିବା ଖରାପ କଥା ନୁହେଁ, କିନ୍ତୁ ଅନ୍ଧ ହୋଇ ପ୍ରେମ କରିବା ଉଚିତ ନୁହେଁ। ଅର୍ଥାତ୍ ପ୍ରେମ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ପ୍ରେମ କରିବା ଉଚିତ। ଏକ ସୀମା ଭିତରେ ରହି ପ୍ରେମ କରିବା ଉଚିତ। ଅତ୍ୟଧିକ ଭାବୁକ ହୋଇ ପ୍ରେମ କର ନାହିଁ, ଏହା ଅସଫଳତା ହୋଇଥାଏ। ପ୍ରେମ କରିବା ପୂର୍ବରୁ ଝିଅ ହେଉ କିମ୍ବା ପୁଅ ପରସ୍ପରକୁ ଜାଣିନେବା ଉଚିତ। ପୁଅମାନେ କୁହନ୍ତି କି ଝିଅକୁ ଦେଖିଲି ଓ ପ୍ରଥମ ଦେଖାରେ ପ୍ରେମ ହୋଇଗଲା, କିନ୍ତୁ ପ୍ରକୃତ କଥା ହେଲା ପ୍ରଥମ ଦେଖାରେ କେବେ ପ୍ରେମ ହୁଏ ନାହିଁ। କହିବାକୁ ଗଲେ ଆମେ ପ୍ରେମର ଅର୍ଥ ପୁରାପୁରି ଭାବରେ ବୁଝିନାହୁଁ। ପ୍ରଥମ ଦେଖାରେ ଯେଉଁ ପ୍ରେମ ହୋଇଥାଏ ତାହା କେବଳ ସୁନ୍ଦର ଚେହେରା ଓ ଶାରୀରିକ ଗଠନକୁ ଦେଖି ହୋଇଥାଏ। ଏହି ପ୍ରେମ କ୍ଷଣସ୍ଥାୟୀ ହୋଇନଥାଏ। ସେହି ସମୟରେ ଆଉ ଗୋଟିଏ ସୁନ୍ଦର ଝିଅକୁ ଦେଖିଲେ ତାହା ସହ ପ୍ରେମ ହୋଇଯାଏ। ଏମିତିରେ କିଛି ଝିଅ ନିଜର ସୁନ୍ଦରତାର ଫାଇଦା ଉଠାଇଥାନ୍ତି। ସେଥିପାଇଁ ଝିଅର ରୂପ ଓ ଚେହେରାକୁ ଦେଖି ପ୍ରେମ କରାଯାଏ ନାହିଁ। କୌଣସି ଝିଅ ଚାଲାକ, ଚତୁର, ସୁନ୍ଦର ଓ ସଂସ୍କାରୀ ହୋଇଥାଏ, ତେବେ ସେହିଭଳି ଝିଅଙ୍କୁ ପ୍ରେମ କରିବା ଉଚିତ। ଖାଲି ସୁନ୍ଦରତାକୁ ଦେଖି ପ୍ରେମ କଲେ ଜୀବନ ନର୍କରେ ପରିଣତ ହୋଇଥାଏ। ଏଥିପାଇଁ ଝିଅମାନେ ଚାଲାକ ଓ ସମ୍ମାନ ଦେବାର ଯୋଗ୍ୟ ହୋଇଥିବା ଆବଶ୍ୟକ। ଆଜିକାଲି ଯୁଗରେ ଗୋଟିଏ ଝିଅ ଗୋଟିଏ ପୁଅ ସହ କଥା ହେବା ସମୟରେ ଆଉ ଗୋଟିଏ ପୁଅ କଥା ଭାବୁଥିବ, କିନ୍ତୁ ଆଉ କାହାକୁ ଭଲ ପାଉଥିବ। ଏଭଳି ଚିନ୍ତାଧାରା ଝିଅମାନଙ୍କ ବିବାହ ପରେ ମଧ୍ୟ ଦେଖିବାକୁ ମିଳିଥାଏ। ଆଜିକାଲି ଜମାନାରେ ବହୁ ଶ୍ୱଶୁର ସାଙ୍ଗରେ ଫେରାର ହୋଇଯାଏ, ତ ଆଉ କିଏ ପୁଣି ଦୁଇଟା ପିଲା ହେଲା ପରେ ନିଜ ସ୍ୱାମୀକୁ ଛାଡ଼ି ନିଜ ପ୍ରେମିକ ସାଙ୍ଗରେ ଫେରାର ହୋଇଯାନ୍ତି। ଏଥିପାଇଁ କୌଣସି ଝିଅମାନଙ୍କୁ ପ୍ରେମ କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି ପରୀକ୍ଷା କରି ପ୍ରେମ କରନ୍ତୁ, ନଚେତ ଆପଣଙ୍କ ଜୀବନ ବର୍ବାଦ ହୋଇଯିବ। କଥାରେ ଅଛି, ପ୍ରେମ ହିଁ ଭଗବାନ। ପ୍ରେମ କରୁଥିବା ଝିଅ କିମ୍ବା ପୁଅ ଖରାପ ହୋଇନଥାନ୍ତି। ଏଥିମଧ୍ୟରୁ କିଛି ପୁଅ କିଛି ଝିଅ ଖରାପ ହୋଇଥାନ୍ତି, କାରଣ ସେମାନେ ପ୍ରେମର ସଂଜ୍ଞା ବୁଝିନଥାନ୍ତି। ତେବେ ପ୍ରେମ କରିବା ପୂର୍ବରୁ ପରୀକ୍ଷା ନିରୀକ୍ଷା କରି ପ୍ରେମ କରନ୍ତୁ, ନଚେତ ଆପଣଙ୍କ ଜୀବନ ବର୍ବାଦ କରନ୍ତୁ। ବ୍ୟୁରୋ ରିପୋର୍ଟ, ବିଏନ୍ଏସ୍ ଲାଇଭ୍।